ଶିକ୍ଷକଙ୍କୁ ସମାଜର ଗୁରୁ ଓ ମାର୍ଗଦର୍ଶକ ଭାବେ ସମ୍ମାନ କରାଯାଏ, କିନ୍ତୁ ସେହି ପବିତ୍ର ସମ୍ପର୍କକୁ କଳଙ୍କିତ କରିବା ଭଳି ଏକ ଅଭିଯୋଗ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରୁ ସାମ୍ନାକୁ ଆସିଛି। ମୋ ଝିଅ ପଞ୍ଚମ ଶ୍ରେଣୀରେ ପାଠ ପଢୁଛି ବେଲି ସ୍କୁଲରେ, ବେଲି ଗୋପୀନାଥ ସ୍କୁଲରେ। ହେଡ୍ ସାର୍ଙ୍କ ନାମ ହେଉଛି ଜୟନ୍ତ କୁମାର ଜେନା। ସିଏ ଆମ ଝିଅ ସାଥିରେ ଏରକମ ଅସତ୍ ଆଚରଣ ବାରମ୍ବାର କରୁଥାନ୍ତି। କେତେ ବର୍ଷର ଛୁଆ? ଝିଅ 10 ବର୍ଷର। ଆଚ୍ଛା। ଝିଅ କହୁଥାଇନି ମୋତେ, ତ ଯେତେବେଳେ ତାକୁ ମାନେ ଅତିରିକ୍ତ ତାକୁ କଷ୍ଟ ହେଇଛି, ପେନ୍ ହେଇଛି, ତ ସିଏ ଆମ ପାଖରେ ଆସିକି କହିଲା କି ମାନେ ଗତ 23 ତାରିଖ ଦିନ କହିଲା କି ଆସିକି ଯେ ମା ଏରକମ ସାର୍ ମୋ ସାଥିରେ ମୋର ପ୍ୟାଣ୍ଟ ଖୋଲିକି ଏରକମ ଔଷଧ ଆଚରଣ। ତାପରେ ତାପରେ କହିଲା ପରେ ଛୁଆ କନ୍ଦା କଟା କଲା। ତାପରେ ଦେଖିଲେ ଯେ ତାର ସେଠି ଆଞ୍ଚୁଡ଼ା ଦାଗ ଅଛି, ତାପରେ ବ୍ଲଡ଼ ଟିକେ ଟିକେ ବାହାରୁଛି। ତ ଦେଇକି ଘର ମାନେ ମେଡ଼ିସିନ ଥିଲା, ତ ଏଇ ମଲମ ଥିଲା, ମୁଁ ଲଗେଇଦେନି ଦେବାକୁ। ତାପରେ ଛୁଆ ମାନସିକ ଭାବରେ ମାନେ ଭାଙ୍ଗି ପଡ଼ୁଛି। ପଞ୍ଚମ ଶ୍ରେଣୀର ଜଣେ ନାବାଳିକା ଛାତ୍ରୀଙ୍କ ସହ ଅଭିଯୁକ୍ତ ଶିକ୍ଷକ ବାରମ୍ବାର ଅସଦାଚରଣ କରିଥିବା ନେଇ ପ୍ରଥମେ ପରିବାର ପକ୍ଷରୁ ସ୍କୁଲର ଶିକ୍ଷକଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ମାତ୍ର ସ୍କୁଲ କର୍ତ୍ତୃପକ୍ଷଙ୍କ ନିକଟରୁ କୌଣସି ସୁଫଳ ନ ମିଳିବାରୁ ଶେଷରେ ପୀଡ଼ିତାଙ୍କ ମା ଜଳେଶ୍ୱର ଥାନାରେ ଲିଖିତ ଏତଲା ଦାଖଲ କରିଛନ୍ତି। ଥାନାର ଦ୍ୱାରସ୍ଥ ହେଇଛି, ଅନୁରୋଧ କରୁଛି କି ଦୃଢ଼ ଭାବରେ କରାଯାଉ, କି କାର୍ଯ୍ୟାନୁଷ୍ଠାନ କରାଯାଉ। ଏତଲା ପାଇବା ପରେ ଜଳେଶ୍ୱର ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ଶିକ୍ଷକଙ୍କୁ ଅଟକ ରଖିଛି। ତେବେ ଘଟଣାର ସତ୍ୟାସତ୍ୟ ପରଖିବା ପାଇଁ ପୋଲିସ ବିଭିନ୍ନ ଦିଗରୁ ଛାନଭିନ ଓ ତଦନ୍ତ ଆରମ୍ଭ କରିଦେଇଛି। ଏହି ଘଟଣା ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଉଦ୍ବେଗ ଓ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। କିଭଳି ଜଣେ କୋମଳମତି ଛାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ବେଲି ପ୍ରାଥମିକ ବିଦ୍ୟାଳୟରେ ବେଲି ଗୋପୀନାଥପୁର ଗାଁରେ ନଛିମପୁର ପଞ୍ଚାୟତ, ସେ ପଞ୍ଚମ ଶ୍ରେଣୀର ଛାତ୍ରୀ, ଆମ ଗାଁ ପିଲାଟା, ତା ସହ ଝିଅ ପିଲାଟା ତା ସହ ଅସଦାଚରଣ କରିଛନ୍ତି ଆମ ସ୍କୁଲର ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ଜେନା। ତେଣୁ ସେଇଥିପାଇଁ ଆମେ ଆଜି ଥାନାର ଦ୍ୱାରସ୍ଥ ହେଇଛୁ। ଆମେ ଚାହୁଁଛୁ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। ବାଲେଶ୍ୱରରୁ ପ୍ରଭାକର ମଲ୍ଲିକଙ୍କ ରିପୋର୍ଟ, ଅସ୍ମିତା ଟିଭି।